ଆପଣ ଦେଖିବେ ମଝିରେ ମଝିରେ ପିଲାମାନଙ୍କୁ ଟିକେ ଆକର୍ଷଣ କରିବା ପାଇଁ ଏମିତିଆ ସବୁ ଡାହାଣୀ ପିସାଚୁଣୀ ଭୁତୁଣୀ ଗୁଡାଙ୍କର ଟିକେ ମୁହଁ କରାଯାଇଛି। ରାତିରେ ଖାଲି ହାତ ଗୋଡ ଏମିତି ଏମିତି ସବୁ କରିବେ, ଭଲ ଲାଗିବ। ଆସ, ଯଦି କିଛି ନୂଆ ଦେଖିବା ପାଇଁ ଚାହାନ୍ତି ତେବେ ସିଧାସଳଖ ଯିବା। ଏଇ ସିଧା ଦେଖିବା ପାଇଁ ଅନୁରୋଧ କରିବି। ଗେଟ୍ ଗୁଡିକରେ ଯେଉଁ ରେଞ୍ଜରେ ଖର୍ଚ୍ଚ କରାଯାଇଛି ତାହା ତ ଅତୁଳନୀୟ। ତେବେ ଆମେ ଯଦି ଯିବା ପାରାଦୀପ ଟ୍ରକ୍ ଓନର, ଆଙ୍କର ଟ୍ରକ୍ ଓନର ଆସୋସିଏସନ ଗୁଡାଏ, ହଁ ପଇସା ତ କଣ ଖଣି ଅଛି, ଆଉ ହବ କଣ, ଦିଅ ଖର୍ଚ୍ଚ କର। ହଁ ହବା ଦରକାର ବି, ଯେ ସମାଜରେ କିଛି ଗୋଟେ ନୂଆ କରିବା ପାଇଁ, ଚିତ୍ତାକର୍ଷକ କରିବା ପାଇଁ। ଏପଟେ ବୋଧେ ନନଷ୍ଟପ ଲାଗିବ ସେଇଭଳି ଭାବରେ। ସବୁଠାରୁ ଚିତ୍ତାକର୍ଷକ ଏଠି ପେଡାଲ ବି କରାଯାଇଛି, ଆଉ ଦେଖିବା ପାଇଁ ସୁନ୍ଦର ଲାଗୁଛି। ଟାୱାର ତିଆରି କରାଯାଇଛି, ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ପାରାଦୀପ ଟ୍ରକ୍ ଓନର ଆସୋସିଏସନ ତରଫରୁ ଏଇଭଳି ସବୁ କରାଯାଇଛି। କେତେ ସୁନ୍ଦର ଆଉ ଚିତ୍ତାକର୍ଷକ। ଯିବା ଭିତରକୁ, ଯିବା ଭିତରକୁ ଗଲେ ସିନା ଜଣା ପଡିବ ଯେ କଣ ହେଇଛି କଣ ନାହିଁ। ଖାଲି ଟିକେ ବର୍ଷା ହେଇଯାଉଛି ବୋଲି ଏଇଭଳି ଟିକେ ଅସୁବିଧା ହେଇଯାଇଛି, ନହେଲେ ବହୁତ ସୁନ୍ଦର ଆଉ ଚିତ୍ତାକର୍ଷକ ଭାବରେ କରାଯାଇଛି। ଯେତେବେଳେ ଆପଣ ମାନେ ଆସିବେ ପାରାଦୀପ ଏଇଭଳି ଭାବରେ ସବୁ ଗୁଡିକ ଦେଖିବେ। ଏଠି ରାତି ହେଲେ ଆର ଜଲବାସୀ ଦେଖିବ। ପାଣି ଗୁଡେ ମୋଟର ଲାଗିଛି ଉପରକୁ ପୁରା ଗାଜିକି ପକେଇବ। ହଁ ଆମେ ଟିକେ ଭିତରକୁ ଯିବା। ଗରମ ହବା ସତ୍ତ୍ୱେ ମଧ୍ୟ ଆମେ ଚାହୁଁଛୁ ଭିତରେ କିଛି ଦେଖିବା ପାଇଁ। ଆସ ଆସ, କେତେ ସୁନ୍ଦର ଭାବରେ ହେଇଛି ବାବାରେ। ଦେବଶିଳ୍ପୀଙ୍କର ମୂର୍ତ୍ତି, ଟିକେ ପାଖକୁ ଆସ, ପାଖକୁ ଟିକେ ନେଇକି ଯାଅ। ହଁ ତା ସେଥିରେ ସମେତ ଚପଲ ମିଳୁନାହାନ୍ତି, ଆମେ ଗୋଟେ ସହ ଅଖାଡୁଆ ଲୋକ, ଆମେ ଟିକେ ଖୋଲିଦବା ନା। ହଁ ହଉ, ଦେବଶିଳ୍ପୀଙ୍କର ପ୍ରତିମୂର୍ତ୍ତି, ତା ସେଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭାଇ ଭଉଣୀ 3 ଜଣଙ୍କର ପ୍ରତିମୂର୍ତ୍ତି। ଏପଟେ ନନା ଆମର ଅଛନ୍ତି। ନନା ଖାଇଲଣି? ଭୋକ ଲାଗୁନି? କଣ ଖାଇଛ? ଠାକୁରଙ୍କ ପ୍ରସାଦ। ଏକା ଖାଇଲ, ଆଉ କିଛି ରଖିନି? ପ୍ରସାଦ ଭଳିଆ ଜିନିଷ। ସାର୍ ଜୟ ଜଗନ୍ନାଥ। କଣ କହିବେ, ଟ୍ରକ୍ ଆସୋସିଏସନ କେଇଟା ପାରାଦୀପରେ? 3ଟା। 3ଟା। ତ ଆମେ ଦେଖୁଛୁ 3ଟା ଯାକର ସମସ୍ତଙ୍କର ଅତୁଳନୀୟ ସବୁ ମାନେ ଖର୍ଚ୍ଚ। ବଜେଟ କେତେ ରଖାହେଇଛି ଏ ବର୍ଷ? ଏ ବର୍ଷ ବଜେଟ ଏଇ ତ ଡେକୋରେସନ ଟା କେବଳ 18 ଲକ୍ଷ। ଡେକୋରେସନ 18 ଲକ୍ଷ, ଆଉ ବସାଣି ଖାଇବା ସବୁ ଅଛି ଆଉ କୋଟିଏ କୋଟିଏ। ତ ଗୋଟିଏ ମେଢ ପୂଜାରେ 1 କୋଟି ଟଙ୍କାର ଖର୍ଚ୍ଚ ଆସିବ। ତେବେ ସେଇଥିପାଇଁ ଦେଖିପାରୁଥିବେ ଦେବଶିଳ୍ପୀଙ୍କୁ କେତେ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି। ଏବଂ କଣ କହିଲେ, ଗ୍ଲାସ ରେ କେବଳ ଯେତେବେଳେ ଗ୍ଲାସ ରେ ହବ ଡେଫିନେଟଲି ଟଙ୍କା ବହୁତ ଖର୍ଚ୍ଚ ହେଇଥିବ। ଆପଣଙ୍କୁ ଟିକେ ଦେଖିବା ପାଇଁ ଅନୁରୋଧ କରି ପୁରା ଉପରର ଭ୍ୟୁ ଟୋଟାଲ ଦେଖେଇବେ। କେତେ ସୁନ୍ଦର ଭାବରେ ହେଇଛି। ତଳେ ପୁରା ମାର୍ବଲ ପଡିଯାଇଛି, ଟାଇଲ୍ସ ଗୁଡା ପଡିଯାଇଛି, କିଛି ଅସୁବିଧା ନାହିଁ, ଆରାମସେ ଆସିବ। ହଁ ଭାଇନା ପୁଣି ବୁଲି ବୁଲି ଆମରି ସାଙ୍ଗରେ ଆସି ପହଞ୍ଚିଗଲେ। ଆଚ୍ଛା ହଉ, ତେବେ ଯିବା। ଯେତେବେଳେ କେବଳ କାଚରେ କରାଯାଇଛି, ରାତି ହେଲେ ଆଲୋକ ମାଳାରେ ଯେତେବେଳେ ଝଲସି ଯିବ ସେତେବେଳେ ଆପଣ ଜାଣିପାରିବେ ଏହାର ମହତ୍ଵ କେତେ। ତେବେ ଆଗକୁ ଯିବା, ଆଗକୁ ବଢିବା। ଆଉ କିଛି ନୂଆ ଦେବଶିଳ୍ପୀଙ୍କର କାରିଗରୀ ମଣ୍ଡପ, ପୂଜା ମଣ୍ଡପ ଟିକେ ବୁଲି ଆସିବା। ତେବେ ଯଦି ଏଇପଟେ ଆମେ ସିଧା ଏମିତି ଯିବାକୁ ଚାହିଁବା, ତେବେ ଦେଖିପାରୁଥିବେ ବହୁତ ସୁନ୍ଦର ଭାବରେ କରାଯାଇଛି। ଏଠି ସେଲ୍ଫି ପଏଣ୍ଟ, ଆପଣ ମାନେ ଏଇ ଜାଗାରେ ଠିଆ ହେଇ ସେଲ୍ଫି ନେଇପାରିବେ ଏବଂ ବିଭିନ୍ନ ପ୍ରକାର ମ୍ୟୁଜିକ ସାଙ୍ଗରେ, ବିଭିନ୍ନ ପ୍ରକାର ନାଚ ଗୀତ ସାଙ୍ଗରେ ଏଇଭଳି ଭାବରେ ଏଇ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଗୁଡିକ କରାଯାଇଛି, ଯାହାକୁ କରୁଛନ୍ତି ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ। କେତେ ସୁନ୍ଦର ଭାବରେ ହେଇଛି ଆପଣମାନେ ଦେଖୁଥିବେ। ଆପଣମାନେ ଦେଖିପାରୁଥିବେ ଭାରତୀୟ ବନ୍ଦର ମଜଦୁର ସଂଘ BPMS ତରଫରୁ ଯେଉଁ ମଣ୍ଡପ କରାଯାଇଛି ତାହା ଚିତ୍ତାକର୍ଷକ ଆକର୍ଷଣୀୟ ହୋଇଛି। ଆଉ ଏପଟେ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ଆନନ୍ଦ ବଜାର, ଅବଢା ଟଙ୍କ ତୋରାଣୀର ସେବା ମଧ୍ୟ ପ୍ରଦାନ କରାଯାଉଛି। ଏପଟେ ଭାରତୀୟ ବନ୍ଦର ମଜଦୁର ସଂଘର ଶାଖା ମାନେ କାର୍ଯ୍ୟାଳୟ। ଆପଣମାନେ ଯେତେବେଳେ ଆସିବେ ଏହି ଜାଗାକୁ ପ୍ରଥମେ ଦେଖିବେ ଗୋଟେ ଘୋଡା ମଧ୍ୟ ଆପଣଙ୍କୁ ସ୍ୱାଗତ କରିବ। ଏଠି ମଧ୍ୟ ପାଣି ଆପଣମାନେ ଦେଖିପାରୁଥିବେ ପାଣି ଶୋ କରାଯାଉଛି ଏବଂ ଏଠି ଓଟ ମଧ୍ୟ ଅଛି। ତା ସହିତ ଯେତେବେଳେ ଆପଣମାନେ ଆଗକୁ ଯିବେ ଧୀରେ ଧୀରେ ଦେଖିବେ ଦେବଶିଳ୍ପୀଙ୍କର କେତେ ସୁନ୍ଦର ଆଉ ଚିତ୍ତାକର୍ଷକ ମଣ୍ଡପ। ଏପଟେ ପୁରୁଷ, ସେପଟେ ମହିଳା ଧାଡି ବାନ୍ଧି ଏଇପଟେ ଦର୍ଶନ କରିବାର ସୁଯୋଗ ନେଉଛନ୍ତି ଏବଂ ଏଠି ଗାଁ ପରିବେଶକୁ ଦେଖା ଯାଇଛି। ଏହି ମଣ୍ଡପରେ ଖାସିୟତ ରହିଛି ଏଥରକ ଯେ ଗ୍ରାମ ପରିବେଶ ମଧ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା, ଯାହା ଦେଖିପାରୁଥିବେ ଆପଣ ସିଧାସଳଖ। ମୂର୍ତ୍ତି କେତେ ସୁନ୍ଦର ଅଛି। ଗ୍ରାମ ଜୀବନ, ଗାଁ ଜୀବନକୁ ସିଧାସଳଖ ଭାବରେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଆଉ ଏପଟେ କୁମ୍ଭାରଟିଏ ମାଟି ତିଆରି କରୁଛି, ତାର ହାଣ୍ଡି ତିଆରି କରୁଛି। ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ କରିଛନ୍ତି। ମଞ୍ଚ ସଜା କରିଛନ୍ତି ନରେଶ ଆର୍ଟସ, ଭାପୁର ଢେଙ୍କାନାଳରୁ ଆସିଛନ୍ତି। ଗାଁ ପରିବେଶର ଏହି ଚିତ୍ରିତ କରିଛନ୍ତି, ଅଙ୍କନ କରିଛନ୍ତି, ଯାହାକି ଆପଣଙ୍କୁ ମନକୁ ଉଦ୍ଭାସିତ କରିବ।
ବହୁତ ସୁନ୍ଦର ଭାବରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଏହି ମଣ୍ଡପଟି ଶୋଭା ପାଉଛି। ତେବେ ଆମେ ଆଗକୁ ଯିବା, ଆସନ୍ତୁ ଏଇପଟେ ଯେତେବେଳେ ଆମେ ଯିବା ରିଟର୍ନ ଦେଖିପାରୁଥିବେ ଏଇ ମଞ୍ଚର ସାଜସଜ୍ଜା, ଯାହାକି କାଚ ଗ୍ଲାସ ମଧ୍ୟରେ ବଲ୍ବର ସାଜସଜ୍ଜା ଆପଣଙ୍କୁ ବହୁତ ସୁନ୍ଦର ଲାଗିବ। ତେବେ ଆମେ ଆଗକୁ ଯିବା, ପରବର୍ତ୍ତୀ ମେଢ ଦେଖିବା ଦେବଶିଳ୍ପୀଙ୍କର ପାରାଦୀପରେ କେଉଁଭଳି ଭାବରେ ଉତ୍ସବ ମୁଖର ହୋଇ ଉଠିଛି ଏବଂ ଲୋକମାନେ କିଭଳି ଭାବରେ ସାଜସଜ୍ଜା କରିଛନ୍ତି। ସାମ୍ନାକୁ ଦେଖେଇଲେ ଆପଣ ଦେଖିପାରୁଥିବେ ଏଇଟା ହଉଛି ପାରାଦୀପର ସେଇ ସମୁଦ୍ର ପାଖାପାଖି ଆମେ ଅଛୁ। ତେବେ ଆମେ ସେଠିକି ମଧ୍ୟ ଯିବା। ତେବେ ଆସନ୍ତୁ। ଏଇଠି ଗୋଟେ ସର୍ଟ ଦେଇଦବା, ଯିବା କହିବ। ତ ଆପଣ ଦେଖିପାରୁଥିବେ ମୋ ହାତରେ ଗୋଟେ ଓଟ ଅଛି, ଯାହାକି ଆପଣଙ୍କୁ ଅବିକଳ ଲାଗିବ, କାହିଁକି ନା ଇଏ ସେଇଭଳି ଭାବରେ ଓଟଟି ତିଆରି କରାଯାଇଛି। ବହୁତ ସୁନ୍ଦର ବି ଲାଗୁଛି। ଆପଣ ଦେଖନ୍ତୁ ପାଖକୁ, ଯଦି ଚାହିଁବେ ଏଥିରେ ବସିବା ପାଇଁ ଏଥିରେ ମଧ୍ୟ ସୁବିଧା କରାଯାଇଛି ଯେ ଲୋକମାନେ ଆପରେ ଚଢିକି ଯାଇକି ବସିପାରିବେ। ଏହା ଫିକ୍ସ କରାଯାଇଛି ଏବଂ ଅତୀବ ସୁନ୍ଦର ଏବଂ ଚିତ୍ତାକର୍ଷକ ହେଇଛି, ଯାହାକି ପାରାଦୀପ ଯାହାକି ପାରାଦୀପ ବିଶ୍ୱକର୍ମା ପୂଜାରେ ଆପଣଙ୍କୁ ଦେଖିବାକୁ ମିଳିବ। ତେବେ ଏଥିରେ ମଧ୍ୟ ବହୁତ ସ୍ଲୋଗାନ ରହିଛି, ଯେପରିକି ଡେଙ୍ଗୁ ଜ୍ୱର ପ୍ରତି ସଚେତନତା ସହିତ ଭାରତୀୟ ମଜଦୁର ସଂଘ ତରଫରୁ, ଯେମିତିକି ଦୁଷ୍କର୍ମ ଏକ ସାମାଜିକ ବ୍ୟାଧି, ସାମାଜିକ ସମୟ ଆସିଛି ପରିବର୍ତ୍ତନର। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭଲ ଭଲ କଥା, ଯେମିତିକି ଜୀବନ ହଉଛି ଅମୂଲ୍ୟ, ମୁଁ ସୁରକ୍ଷିତ କାରଣ ମୋଟର ସାଇକେଲ ଚଳାଇବା ବେଳେ ମୁଁ ସର୍ବଦା ହେଲମେଟ ପିନ୍ଧେ। ଆଉ ଆପଣ ତେଣୁ ହେଲମେଟ ପିନ୍ଧା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ତେବେ ଭାଇ କଣ କହିବେ, ଆପଣଙ୍କୁ କେମିତି ଲାଗୁଛି ପାରାଦୀପ ଏଇ ବିଶ୍ୱକର୍ମା ପୂଜା? ବିଶ୍ୱକର୍ମା ବିଷୟ ବହୁତ ଭଲ ଲାଗୁଛି। ଆପଣଙ୍କ ଘରଟା କୋଉଠି? ଆମ ଘର କେନ୍ଦ୍ରାପଡା, କେନ୍ଦ୍ରାପଡା ଇନ୍ଦୁପୁର। ଇନ୍ଦୁପୁର। ଆଜ୍ଞା। ଇନ୍ଦୁପୁର ଭାଇ ଅଛନ୍ତି। ଇନ୍ଦୁପୁର ଏରିଆ ସବୁ କବି ଗାଳ୍ପିକ ଏରିଆ, ଆଜ୍ଞା। ସତ ନା ମିଛ? ସତ। ସେଠି ଏତେ କବି ଗାଳ୍ପିକ କେମିତି ଜନ୍ମ ହେଲେ? ଆଗରୁ ତ ଅଛି ସେ ଏରିଆ ଆଉ। ଆଚ୍ଛା, ଆପଣ ସମସ୍ତଙ୍କୁ ଜାଣିଥିବେ ସେଠି ପ୍ରାୟ ଉଣାଧିକେ। ହଁ। ଆଚ୍ଛା, ଆପଣ ବି ଲେଖା ଲେଖି କରନ୍ତି? ନାଇଁ ପାଠ ପଢୁଛି ଆଜ୍ଞା। କୋଉଥିରେ ପଢୁଛ? +2। ଆପଣ? ଆଜ୍ଞା। ଇଏ ଭାଇ +2 ରେ ପାଠ ପଢୁଛ, କାହିଁ ମିଛ କହୁଛ କହିଲ? +2। ଆମ ସାଙ୍ଗରେ ମିଛ କହିଲ। ନାଇଁ ସତ କଥା, 2 ବର୍ଷ ହେଲା ପାଠ ପଢା ଟିକେ ବନ୍ଦ ଅଛି। ଆଚ୍ଛା, ହଉ, ଏନ୍ଜୟ କର, ଆଗକୁ ବଢି ଚାଲ। ତେବେ ଆମେ ମଧ୍ୟ ଆଗକୁ ଯିବା, ଦେଖିବା। ଆଉ ଏଠି ଗ୍ରୀନ କାର୍ପେଟରେ ଯେତେବେଳେ ଆପଣ ମାନେ ଆସିବେ, କେତେ ସୁନ୍ଦର ଭାବରେ କରାଯାଇଛି। ଆଉ ଏପଟେ ଡାହାଣୀ ମଧ୍ୟ ଦୁଇଟା ଅଛନ୍ତି, ଏପଟେ ଗୋଟେ ଡାହାଣୀ ଆଉ ଏପଟେ ଗୋଟେ ଡାହାଣୀ ପିଶାଶୁଣୀ ରୂପରେ କେବଳ ମନୋରଞ୍ଜନ କରିବା ପାଇଁ ଉଦ୍ଦିଷ୍ଟ।